कृष्णाय वासुदेवाय हरये परमात्मने प्रणतः क्लेशनाशाय गोविन्दाय नमो नमः। प्रथम स्कंद पंचदश अध्याय। सुत उवाच एमंत राजार वचन अर्जुन शुणी शोकमन जेते कहिले धर्मसूत नाना सकुन विपरीत कृष्ण बीजोगे खेदमन स्वभावे सुखुछि बदन तेज प्रभाव दूर गला जीवन थाऊ देह मला शोके कंपित कळेबर बदनु न स्फुरे उतर लोचने देई बेनिकर शोक संबरी वीरवर शोके कुंठित कंठद्वार विहले न स्फुरे उतर सखा सुहृद नंदबला सारथी पणे रथे थिला ए आदि जेते कृष्ण गुण सुमरी कांदे पुण पुण राजांकु चाही मन खेदे बोलई शोक गद गदे। अर्जुन उवाच संदेश शुण नरनाथ कृष्णे मु होइली वंचित मोर जीवन बंधु हरि तार बीजोगे हत सिरि विशीर्ण मोहर शरीर देख प्रतक्षे नृपवर जेतेज प्रताप मोहर देवदानवे अगोचर से तेज कृष्ण संगे गला जीवन जीऊ जीऊ मला कृष्ण बीजोगे क्षण मात्रे शोकपूरित निज गात्रे लोके अप्रिय दर्शन देखि कुंठित मोर मन मरण काले प्राणी जेह्ने संभ्रमे कुंठित वचने जाहार पादे आश्रय करी निज गांडीव करे धरी द्रुपद गृहे राजमेळे द्रौपदी स्वयंवर काले जेते मिलिले राजपुत्रे कन्या लभिबा फल अर्थे कन्या लभिबा काले गोल जेसने जल धिउलोल हेळे ताहांक तेज हरि लभिली लाख बिंधी नारी खंडब बने क्रीड़ा रंगे कृष्ण जे थिले मोर संगे सेवन अग्नि मुखे देई लभिली माया सभा मोहि
ଅମର ଗଣ ତୁଲେ ପୁଣି କିଞ୍ଚିତେ ଇନ୍ଦ୍ର ତେଜ ଜିଣି ମୟ ନିର୍ମିତ ସଭାଣି ଯହିଁ ସକଳ ନୃପମଣି ତୋହର ଯଜ୍ଞ କାଳେ ମିଳି ତୋ ପାଦେ କଲେ ନିଉଛାଳି ଯାହାର ତୁଲେ ବେନି ଭାଇ ଛଦ୍ରମେ ବିପ୍ର ରୂପ ହୋଇ ଜରାକୁ ବାହୁ ଯୁଦ୍ଧେ ଜିଣି ରାଜାଙ୍କୁ ବନ୍ଦୀ ଘରୁ ଆଣି ତୋହର ଯଜ୍ଞ ନିମନ୍ତ୍ରଣେ ତୋତେ ଖଟିଲେ ନୃପଗଣେ ତୋହର ଯଜ୍ଞ ସ୍ନାନ କାଳେ ଦ୍ରୌପଦୀ ଦେଖି ତୋର କୋଳେ ସ୍ୱଭାବେ ନାରୀ ଶିରୋମଣି କବରୀ ବେଶେ ଜନ ଜିଣି କପଟ ପଶା କରି ବାଦେ କୌରବେ ତୋତେ ସଭା ମଧ୍ୟେ ଜିଣି ପାଞ୍ଚାଳି କେଶ ଧରି ବିବସ୍ତ୍ର ସଭା ତଳେ କରି ଭୟେ ପାଞ୍ଚାଳି ସୁମରିଲା ସେବେଳେ ଯେ ହରି ରଖିଲା ପୁଣି ଅଜ୍ଞାତ ବନବାସେ ଦୁର୍ବାସା ଦୁଷ୍ଟଙ୍କ ବିଶ୍ୱାସେ ଭୋଜନ ଅନ୍ତେ ଭିକ୍ଷା ଅର୍ଥେ ଅୟୁତ ବିପ୍ର ଘେନି ସାଥେ ଭୁଞ୍ଜିବା ପାଇଁ ସ୍ନାନ ସାରି ତା ଜାଣି ପ୍ରଭୁ ନର ହରି ଅତିଥି ରୂପେ ବିଜେ କଲା ଶେଷ ଯେ ଶାକ ଅନ୍ନ ଥିଲା କର ପ୍ରସାରି ତାହା ଖାଇ ମୁନିଙ୍କ ମନ ମଧ୍ୟେ ଯାଇ ସନ୍ତୋଷ କଲା ଜଳ ମଧ୍ୟେ ତକ୍ଷଣେ ବ୍ରାହ୍ମଣେ ଆନନ୍ଦେ ସନ୍ତୋଷେ ନିଜ ସ୍ଥାନେ ଗଲେ ସେ ଦୁଃଖ ଯେ ହରି ରଖିଲେ ଯାହାର ତେଜେ ଧନୁ ଟାଣି ବନେ ଜିଣିଲି ଶୂଳ ପାଣି ସନ୍ତୋଷେ ମୋତେ ଉମାକାନ୍ତ ବୋଇଲେ ବର ମାଗ ପାର୍ଥ ପାର୍ବତୀ ବିଶ୍ୱାସେ ମୋହିତ ବରେ ପାଇଲି ପାଶୁପତ ହର ବିଶ୍ୱାସେ ମୋତେ ପୁଣ ପାର୍ବତୀ ଦେଲେ ଅକ୍ଷ ତୁଣ ସେବେନି ଶସ୍ତ୍ର ପାଇ ବନେ ମିଳିଲି ଇନ୍ଦ୍ରର ଭୁବନେ ନର ଶରୀରେ ସୁର ଦେଶେ ମିଳିଲି ଯେ ହରି ବିଶ୍ୱାସେ ବିଷ୍ଣୁର ତେଜ ଦେଖି ମୋତେ ସର୍ବଦେବତା ତୋଷ ଚିତେ ବିଚାରି ସର୍ବ ଅନୁମାନେ ବସାଇ ଇନ୍ଦ୍ରର ଆସନେ ମୋତେ ପୂଜିଲେ ପୁରସ୍କାରେ ମୁଁ ପୁଣି ରହି ସ୍ୱର୍ଗପୁରେ ସର୍ବଦେବତାଙ୍କ ବିଶ୍ୱାସ ଅସୁର ବଳ କଲି ନାଶ ଇନ୍ଦ୍ର ସହିତେ ସର୍ବଦେବେ ମୋତେ ପୂଜିଲେ ଗୌରବେ ଯାତେ ମୋ ପୁରୁଷକାର ସେ ହରି ମୋତେ କଲା ଦୂର ଯେଉଁ ଗୋବିନ୍ଦ ବନ୍ଧୁ ପଣେ କୁରୁସାଗର ଘୋର ରଣେ ତରିଲି ଦୁସ୍ତର ସାଗର ଦେବମାନବେ ଅଗୋଚର ସଂଗ୍ରାମେ ରୂପୁ ବଳ ଜିଣି ଅନେକ ଧନ ରତ୍ନ ଆଣି ରତ୍ନ ମୁକୁଟ ମଣି ପରେ ଥିଲା ଯେ ରାଜାଙ୍କର ଶିରେ ତାହା ହରିଲି ବାହୁବଳେ ନିର୍ଭୟେ ଅବନି ମଣ୍ଡଳେ ବିରାଟ ଗୋଧନ ହରଣେ ମହାଦୁସ୍ତର ଘୋର ରଣେ ଗୋଧନ ନେଲି ନିଜ ପୁର ସେ ହରି କଲା ମୋତେ ଦୂର ସେ ହରି ମୋର ରଥେ ବସି ଅଗାଧ କୁରୁ ବଳେ ଝାସି ଭୀଷ୍ମ ସବିତା ସୁତ କୃପ ଶଲ୍ୟ ସହିତେ ଯେତେ ନୃପ ତାହାଙ୍କ ଅଗ୍ରେ ରଥ କରି ଅଶ୍ୱର ସନା କରେ ଧରି ରିପୁ ଆୟୁଷ ସଙ୍ଗେ ମନ ହରିଲା ନନ୍ଦର ନନ୍ଦନ ଭୀଷ୍ମାଦି ଥିଲେ ଯେତେ ବୀର ସେ ଗୁରୁ ଦ୍ରୋଣଙ୍କ ସଙ୍ଗର
ଅମୋଘ ଅସ୍ତ୍ର ବରସନ୍ତି ସେ ମୋର ହୃଦେ ନ ଭେଦନ୍ତି। ଯେସନେ ନୃସିଂହର ପାଦ ଆଶ୍ରେ ତରିଲା ପ୍ରହ୍ଲାଦ। ଜୟଦ୍ରଥର ବଧ କାଳେ ଅଶ୍ରେ ତୃଷିତ ମୋର ହେଲେ। ତାହାଙ୍କୁ ଜଳ ଦେବା ଅର୍ଥେ ସଂଗ୍ରାମେ ହେଲି ଭୂମି ଗତେ। ମହାରଥୀଙ୍କ ଚିତ୍ତେ ଯାଇ ପ୍ରବେଶ ହେଲେ ଭାବଗ୍ରାହୀ। ନୟନେ ମୋ ରୂପ ଦେଖନ୍ତି ଦେଖନ୍ତେ କେହି ନ ମାରନ୍ତି। ଯାହାର ପାଦ ପଦ୍ମ ନିତେ ଜ୍ଞାନୀଏ ଭାବୁଥାନ୍ତି ଚିତ୍ତେ। କୁମତି ବଳେ ନ ବିଚାରି ତାହାଙ୍କୁ ସାରଥି ମୁଁ କରି। ସେ କୃଷ୍ଣ ବସି ମୋର ପାଶେ ଶୋଭନ ସ୍ମିତ ମନ୍ଦହାସେ। ଆନନ୍ଦେ କରେ କର ଧରି ବିବିଧ ପରିହାସ କରି। ହେ ପାର୍ଥ ଅର୍ଜୁନ ହେ ସଖେ କୁରୁନନ୍ଦନ ବୋଲି ଡାକେ। ତାହାର ଗୁଣ କର୍ମ ଯେତେ ସୁମରି କ୍ଷୋଭିତ ମୋ ଚିତ୍ତେ। ଶୟନ ଆସନ ଭୋଜନେ ମୁହିଁ ଯେ ତାର ସନ୍ନିଧାନେ। ସଙ୍ଗେ ବିହରି ସଖା ପରି ତାକରେ କର ଧରା ଧରି। ମୋ ପାପୀ କୁମତି ମୋହର କେବେ ବା କରେ ତିରସ୍କାର। ସେ ଅପରାଧ ମୋର ହରି ନଘେନେ ମୋର ସ୍ନେହ କରି। ସଖାର ସଖା ଯେହ୍ନେ ସହେ ପିତା ମାତା ବା ଯେହ୍ନେ ପୋଏ। ନୃପେନ୍ଦ୍ର ଶୁଣ ମୋର ବାଣୀ ମୋତେ ମୁଞ୍ଚିଲେ ଚକ୍ରପାଣି। ମୋହର ପ୍ରିୟ ସଖା ହରି ହୃଦୟ ଗଲା ଶୂନ୍ୟ କରି। ଦେଖ ମୋହର ବୀରପଣ ମାର୍ଗେ ଗୋବିନ୍ଦ ପତ୍ନୀଗଣ। ଆବୋରି ନ ପାରିଲି ବଳେ ତକ୍ଷଣେ ଲୁଚିଲେ ଗୋପାଳେ। ସେହି ଗାଣ୍ଡିବ ଧନୁ ମୋର ସେହି ଅକ୍ଷୟ ତୃଣ ଶର। ସେହି ବିମାନ ଅଶ୍ୱ ଦେଖ କ୍ଷଣକେ ହୋଇଲି ନିରେଖ। ଯାହାର ତେଜେ ନୃପଗଣେ ନମନ୍ତି ମୋହର ଚରଣେ। ତାର ବିଯୋଗେ ତନୁ କ୍ଷୀଣ ଦିଗେ ଦିଶନ୍ତି ମୋତେ ଶୂନ୍ୟ। ସେ ପ୍ରାଣ ବାନ୍ଧବ ବିଯୋଗ ଭସ୍ମେ ଯେ ସନ ଆବିର୍ଭାବ। କୁହୁକ ବସ୍ତୁ ମୁଷ୍ଟି ଗତେ ପ୍ରତ୍ୟକ୍ଷ ନୋହେ ଦୃଷ୍ଟି ମାତ୍ରେ। ଊଷର ଭୂମିରେ ରୋପିତ ବୀଜର ପ୍ରାୟେ ମୁଁ ନିହତ। ଶୁଣ ହେ ନୃପ ଶୁଦ୍ଧ ଚେତା ବନ୍ଧୁ ବାନ୍ଧବଙ୍କ ବାରତା। ଅପରେ ଯେତେ ଯଦୁକୂଳେ ନିଶ୍ଚିନ୍ତେ ଥିଲେ କୁଶସ୍ଥଳେ। ବ୍ରାହ୍ମଣ ଶାପ ଅବସାନେ ମିଳିଲେ ରକାର ବନେ। ଚାରୁଣୀ ମଦ୍ୟ କଲେ ପାନ ଭଳେ ହୋଇଲେ ହତ ଜ୍ଞାନ। ଏରକା ମୁଷ୍ଟି କରେ ଧରି ଏକ ଆରେକ ମରା ମରି। ଆତ୍ମାକୁ ନ ଜାଣନ୍ତି ଭୋଳେ ନାସିଲେ ବ୍ରହ୍ମ ଶାପ ଫଳେ। ଏଣୁ ଯାଦବ ବଂଶ ନାଶ ରହିଲେ ଚାରି ପାଞ୍ଚ ଶେଷ। ଈଶ୍ୱର କ୍ରୀଡ଼ା ଏ ଜଗତ ପ୍ରାଣୀଏ ଈଶ୍ୱର ଆୟଣ୍ଟ। ମାରନ୍ତି ଏକୁ ଆର ବେଳେ ଜଳଜନ୍ତୁ ଏ ଯେହ୍ନେ ଜଳେ। ନିର୍ବଳ ଜନ୍ତୁଙ୍କୁ ଗିଳନ୍ତି ନିଜ ମରଣ ନ ଜାଣନ୍ତି। ଦୁର୍ବଳ ପ୍ରାଣୀ କିସ ବଳେ ଦର୍ପ ହରନ୍ତି ଅବହେଳେ। ଏହି ପ୍ରକାରେ ଯଦୁ ବଳେ କଳି ଭିଆଇ ମଦ୍ୟ ଭୋଳେ। ଯଦୁଙ୍କୁ ଯଦୁ ବଳେ ମାରି ଭୂମିର ଭାରା ଅପହରି। ଗୋବିନ୍ଦ କଲେ କର୍ମ ଯେତେ ଲୀଳା ବିହାରେ ଏ ଜଗତେ। ତା ଦେଶ କାଳ ଅର୍ଥ ଯୁକ୍ତ ଶୀତଳ ବାଣୀ ଜନହିତ। ସେ ବାଣୀ ସ୍ମରି ମୋର ଚିତ୍ତେ ପ୍ରାଣଦ ହୋଇ ଅନ୍ତର୍ଗତେ। ସୁତ ଉବାଚ ଏମନ୍ତେ ପାଣ୍ଡବର୍ଜୁନ କୃଷ୍ଣ ଚରଣେ ଦେଇ ମନ। ସୁହୃଦ ଭାବେ ଗାଢ଼େ ଚିନ୍ତି ଲଭିଲା ସୁବିମଳ ଗତି।
କୃଷ୍ଣଚରଣ ଅନୁଧ୍ୟାନେ ଚିଣ୍ଟ ନିର୍ମଳ ଶାନ୍ତି ଜ୍ଞାନେ ଥିଲା ଯେ ଅଶେଷ କଳୁଷ ଭକ୍ତି ମନ୍ଥନେ ଗଲା ନାଶ ନିର୍ମଳ ବୁଦ୍ଧି ପ୍ରକାଶିଲା ଗୋବିନ୍ଦ ବାକ୍ୟ ସୁମରିଲା ସଂଗ୍ରାମ ମଧ୍ୟେ ରଥେ ରହି ଯେ ଗୀତା କୃଷ୍ଣ ଥିଲେ କହି ତାହା ସୁମରି ଶୁଦ୍ଧ ମନେ ଶୋକ ଛାଡ଼ିଲା କୃଷ୍ଣ ଧ୍ୟାନେ ପ୍ରକୃତି ଲିନେ ଗୁଣଲିଙ୍ଗ ସ୍ଥୂଳ ଶରୀର ସଙ୍ଗଭଙ୍ଗ ତେବେ ଦ୍ୱୈତ ଭାବ ଯାଇ ଶୋକ ସମ୍ଭ୍ରମ ଆଉ କାହିଁ ଆପଣା ଅଂଶ ବଂଶ ହରି ଶ୍ରୀକୃଷ୍ଣ ଗଲେ ନିଜ ପୁରୀ ଅର୍ଜୁନ ମୁଖୁ ଏହା ଶୁଣି ନିର୍ବେଦ ନୃପ ଚୂଡ଼ାମଣି ଆତ୍ମାନି ବୃଣ୍ଟ ଜ୍ଞାନ ମାର୍ଗେ ନିଶ୍ଚୟ କଲେ ସ୍ୱର୍ଗ ମାର୍ଗେ କୁନ୍ତି ଯେ ନିଜ ପୁରେ ଥିଲା ଶ୍ରୀକୃଷ୍ଣ ବିଯୋଗ ଶୁଣିଲା ତକ୍ଷଣେ ପାଇ ଦିବ୍ୟ ଜ୍ଞାନ ଗୋବିନ୍ଦ ପାଦେ ହେଲା ଲୀନ ଯେ ଦେହ ଭୂମି ଭାର ନାଶେ ଧରି ଜନ୍ମିଲେ ଯଦୁ ବଂଶେ ଭାରାନି ବାରିତା ସହରେ କଞ୍ଚକ ଜେହ୍ନେ କଞ୍ଚକରେ ମତ୍ସ୍ୟାଦି ରୂପକୁ ଯେ ମନ୍ତେ ଧରି ଛାଡ଼ଇ କାର୍ଯ୍ୟ ଅନ୍ତେ ଯେସନେ ନଟ ରୂପ ଧରେ କ୍ଷଣକୁ କ୍ଷଣ ଆନ କରେ ଭୂଭାର କ୍ଷୟ ଯେ ଦେହଣ ସେ ଦେହ କଲେ ଅନ୍ତର୍ଧ୍ୟାନ ଯେବେ ମୁକୁନ୍ଦ ମହି ତେଜି ସ୍ୱଭାବେ ନିଜ ଧାମ ଭଜି ଯାର ମହିମା ନର ଲୋକେ ସାଧବେ କୁଆରେକେ କହି ତରିଲେ ଭବ ଜଳୁ କଳିଆ ଗମ ସେହି ବେଳୁ ସକଳ ଦୋଷ ହେତୁ ଯହିଁ ବେଦ ପୁରାଣ ମାର୍ଗେ କହି ମିଳିଲା ନର ଲୋକ ଆସି ତକ୍ଷଣେ ଗ୍ରାମେ ଗ୍ରାମେ ପଶି ସକଳ ପୁରେ ପ୍ରାଣୀ ଚିତେ ଲୋଭ କପଟ ଦମ୍ଭ ମତେ ପ୍ରାଣୀ ହିଂସନ ଧର୍ମ ନାଶେ ପ୍ରାଣୀଏ କଳିର ବିଶ୍ୱାସେ ନିଷ୍ଠୁର ଚିତ୍ତ ସର୍ବଜନ ତା ଦେଖି ଧର୍ମର ନନ୍ଦନ ସ୍ୱର୍ଗ ଗମନ ମନେ ଗୁଣି ତକ୍ଷଣେ ପରୀକ୍ଷିତ ଆଣି ଉତ୍ତମ ରାଜ ଚିହ୍ନ ଦେଖି ସକଳ ଗୁଣ ଉପଲକ୍ଷୀ ଆତ୍ମାର ତୁଲ୍ୟ ପ୍ରାୟ ମଣି ଅନେକ ତୀର୍ଥ ଜଳ ଆଣି ହସ୍ତିନାପୁର ନର ଲୋକେ ସ୍ଥାପିଲେ ନୃପ ଅଭିଷେକେ ଯାଦବ ବଂଶେ ଶେଷ ଥିଲା ବଜ୍ର ଯେ ଅନୁରୁଦ୍ଧ ବଳା ମଥୁରାପୁରେ ଧର୍ମ ଚାଟେ ସ୍ଥାପିଲେ ସୁର ସେନ ପାଟେ ସକଳ ଭୋଗ ଦୂର କରି ଶରୀର ବନ୍ଧ ପରିହରି ଆତ୍ମାରେ ଆତ୍ମା ଅଗ୍ନି ଜାଳି ସର୍ବ ବିଷୟ ଘୃତ ଢାଳି ଜ୍ଞାନ ଗୋଚରେ ଅଗ୍ନିପାନ ତକ୍ଷଣେ ଧର୍ମର ନନ୍ଦନ ସର୍ବସମ୍ପଦ କରି ଦୂର ନିର୍ମଳ ରାଗ ଅହଙ୍କାର ଯୋଗେ ଶରୀର ରନ୍ଧ୍ର ରୁନ୍ଧି ଅଶେଷ କର୍ମ ପାଶ ଛେଦି ବଚନ ମନେ ଲୀନ କରି ବାୟୁ ଧାରଣେ ମନ ଧରି ବାୟୁ ଧାରଣ ପ୍ରାଣ ଯେହି ଅପାନେ ତାହାକୁ ମିଶାଇ ଅପାନ ଉତ୍ସର୍ଗ ସହିତ ଯେ ମାର୍ଗେ ହୋଏ ଅନ୍ତର୍ଗତ ସେ ମୃତ୍ୟୁ ଦେବକୁ ପଞ୍ଚତେ ପଞ୍ଚକୁ ପଞ୍ଚରେ କତେ ପୁଣି ପଞ୍ଚକୁ ତିନି ଗୁଣେ ତ୍ରିଗୁଣ ସମସ୍ତ କାରଣେ
ତାହାକୁ ଯିବେ ଦେଇ ସ୍ଥାନ, ଯେଣେ ଜୀବର ପରିତ୍ରାଣ। ସକଳ ଗୁଣ ପରିହରି, ଆତ୍ମାରେ ଆତ୍ମା ହୋମ କରି। ବ୍ରହ୍ମ ନିର୍ବାଣେ ଥୋଇ ଚିତ, ଉତ୍ତର ପଥେ ଉପଗତ। ଚିରବସନ ନିରାହାର, ମୌନ ମୁକ୍ତ କେଶ ସ୍ଥିର। ଜଡ଼ ଉନ୍ମତ୍ତ ଜନ ପ୍ରାୟେ, ଲୋକେ ଦେଖାଇ ନିଜ କାୟେ। ଲୋକବଦନକୁ ନ ଚାହିଁ, ଅନ୍ଧ ବଧିର ପ୍ରାୟ ହୋଇ। ହୃଦେ ନିବେଶିବେନି ପାଣି, ଉଣ୍ଟର ଦୀର୍ଘେ ନୃପମଣି। ପୂର୍ବେ ଅଶେଷ ମୁନି ସନ୍ଥେ, ମୋକ୍ଷ ହୋଇଲେ ଯେଉଁ ପଥେ। ପରମ ବ୍ରହ୍ମ ଚିନ୍ତି ଚିତେ, ପ୍ରସ୍ଥାନ କଲେ ସ୍ୱର୍ଗ ପଥେ। ପଛେ ଚଳନ୍ତି ଚାରି ଭାଇ, ରାଜାର ଅନୁରୂପ ହୋଇ। ପ୍ରଜାଙ୍କୁ କରି ଆଲିଙ୍ଗନ, ହରଷେ ହରି ତାଙ୍କ ମନ। ସେ ସାଧୁ କୃତ୍ୟ ସତ୍ତ୍ୱଗୁଣୀ, ଆତ୍ମାର ହିତ ଚିତ୍ତେ ଜାଣି। ମନ ନିବେଶି କୃଷ୍ଣ ପାଦେ, ବିଷ୍ଣୁ ଭକତି ଯୋଗ ସାଧେ। ନିର୍ମଳ ଚିତ୍ତ ତାହାଙ୍କର, ଗୋବିନ୍ଦେ ଧ୍ୟାନ ନିରନ୍ତର। କୃଷ୍ଣର ପାଦେ ଚିତ୍ତ ଦେଲେ, ପରମ ଗତି ସେ ଲଭିଲେ। ଅସତ୍ୟ ଇନ୍ଦ୍ରିୟ ବିଷଏ, ନିତ୍ୟ ଯାହାର ଚିତ୍ତ ରହେ। ସେ ଯେବେ ପାଦ ହୃଦେ ଚିନ୍ତି, ସର୍ବକଳୁଷ ନାଶ ଜାନ୍ତି। ସେ ପାଦେ ଲଭଇ ସେ ସ୍ଥାନ, ତାହା ପାଇଲେ ପଣ୍ଡୁନାନ। ବିଦୁର ଥିଲେ ବନବାସେ, ପ୍ରଭାସ ତୀର୍ଥେ ମୋକ୍ଷ ଆସେ। ଗୋବିନ୍ଦ ଚରଣ କମଳେ, ପ୍ରାଣ ଛାଡ଼ିଲେ ଯୋଗ ବଳେ। ପିତୃଗଣଙ୍କ ସଙ୍ଗେ ମିଶି, ନକ୍ଷତ୍ର ମଧ୍ୟେ ଜହ୍ନେ ଶଶି। ନିଜ ଭୁବନେ ବିଜେ କଲେ, ବ୍ରାହ୍ମଣ ଶାପୁ ନିସ୍ତରିଲେ। ତକ୍ଷଣେ ଦ୍ରୁପଦକୁ ମାରି, ଭର୍ତ୍ତାଙ୍କ ପଥ ଅନୁସରି। କୃଷ୍ଣେ ନିବେଶି ପଞ୍ଚ ପ୍ରାଣ, ପଥେ ଛାଡ଼ିଲେ ନିଜ ପ୍ରାଣ। କହନ୍ତି ସୁତ ଶୁଦ୍ଧ ଚିତ୍ତେ, ସର୍ବମୁନିଙ୍କ ମଧ୍ୟଗତେ। ଏବେ ହୋ ଶୁଣ ବିପ୍ରଜନେ, କୃଷ୍ଣ ମହିମା ଶୁଦ୍ଧ ମନେ। ଗୋବିନ୍ଦ ଚରଣ କମଳେ, ପଣ୍ଡୁକୁ ମରେ ଭାବ ଭୋଳେ। ସଂସାର ମାୟା ଦୂର କଲେ, ଜଗତ ମଧ୍ୟୁ ନିସ୍ତରିଲେ। ପରମ ମଙ୍ଗଳ ଏ ବାଣୀ, ଯେ ପ୍ରାଣୀ ଶୁଦ୍ଧ ଚିତ୍ତେ ଶୁଣି। ଭକତି ଲଭେ କୃଷ୍ଣ ପାଦେ, ସଂସାରୁ ତରେ ଅପ୍ରମାଦେ। କୃଷ୍ଣ ମହିମା ସୁଧାରସ, କହିଲା ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ପାଣ୍ଡବ ସ୍ୱର୍ଗାରୋହଣଂ ନାମ ପଞ୍ଚଦଶ ଅଧ୍ୟାୟଃ।